ନମସ୍କାର। ଆଜି ପ୍ରେଜେଣ୍ଟ ପରଫେକ୍ଟ ବାବଦରେ ଆଲୋଚନା କରିବା। ପ୍ରେଜେଣ୍ଟ ପରଫେକ୍ଟ ଓଡ଼ିଆ ହେଉଛି ବର୍ତ୍ତମାନ ପରିପୂର୍ଣ୍ଣ। ଯେତେବେଳେ ଆମେ ଗୋଟିଏ ସେଣ୍ଟେନ୍ସ ଗଠନ କରିବା ତାହେଲେ ଟେନ୍ସକୁ ଡିପେଣ୍ଡ ନ କଲେ ଆମେ ସେଣ୍ଟେନ୍ସଟି ସୃଷ୍ଟି କରିପାରିବା ନାହିଁ। କାରଣ ସେଣ୍ଟେନ୍ସକୁ ନେଇକି ଟେନ୍ସକୁ ନେଇକି ସେଣ୍ଟେନ୍ସ, ବିନା ଟେନ୍ସରେ ଆପଣମାନେ ବାକ୍ୟ କେବେ ଲେଖିପାରିବେନି, କହିପାରିବେନି। ତେଣୁ ଗୋଟେ ବାକ୍ୟ ଗଠନ କରିବା ପାଇଁ ହେଲେ ଆମର ସମ୍ପୂର୍ଣ୍ଣ ଭାବରେ ଟେନ୍ସର ଜ୍ଞାନ ଆମ ପାଖରେ ଥିବା ଦରକାର। କାରଣ ଭାର୍ବ ସମୟ ସହିତ କିଭଳି ଭାବରେ ଗତି କରୁଛି ତାକୁ ଆମେ ଜାଣିପାରିବା ଟେନ୍ସ ମାଧ୍ୟମରେ। ଟେନ୍ସରେ ଭାର୍ବଟି 5ଟା ସ୍ଥାନ ଦେଇକି ଗତି କରିଥାଏ। ଯେମିତି ଆପଣମାନଙ୍କୁ ମୁଁ କହୁଛି ଭାର୍ବ 1, ଭାର୍ବ 2, ଭାର୍ବ 3, ଭାର୍ବ 4, ଭାର୍ବ 5। ଯଦି ଆପଣମାନେ ଭାର୍ବ ଗୋ ରଖିବେ, ଗୋ, ୱେଣ୍ଟ, ଗନ୍, ଗୋଇଂ, ଗୋଜ୍। ତେଣୁ ଭାର୍ବର ଇଏ ହେଉଛି ତୃତୀୟ ସ୍ଥାନ, ଯେଉଁଟାକି ଭାର୍ବ 3 ପ୍ରେଜେଣ୍ଟ ପରଫେକ୍ଟ। ତେଣୁ ୟାକୁ ବାକ୍ୟ ଗଠନ କରିବା ପାଇଁ ହେଲେ ଆମକୁ ଗୋଟେ ଫର୍ମୁଲା ୟା ଦେହରେ ଅଛି। ସେ ଫର୍ମୁଲା ବା ସୂତ୍ରଟିକୁ ଆମେ ମନେ ରଖିବା ପାଇଁ ଦରକାର, ମନେ ରଖିବା ଆମର ଦରକାର। ସେ ସୂତ୍ରଟି ହେଉଛି ସବଜେକ୍ଟ ପ୍ଲସ୍ ହେଲ୍ପିଂ ଭାର୍ବ ପ୍ଲସ୍ ହେଲ୍ପିଂ ଭାର୍ବ ହାଭ୍ বা ହାଜ୍ ପ୍ଲସ୍ ଭି ଥାର୍ଡ ପ୍ଲସ୍ ଅବଜେକ୍ଟ। ଇଏ ହେଲା ପ୍ରେଜେଣ୍ଟ ପରଫେକ୍ଟର ସୂତ୍ର ବା ଫର୍ମୁଲା। ତେଣୁ ସବଜେକ୍ଟକୁ ନେବେ ହାଭ୍, ହାଜ୍ ପ୍ଲସ୍ ଭାର୍ବ ଥାର୍ଡ ପ୍ଲସ୍ ଅବଜେକ୍ଟ। କିନ୍ତୁ ଏଇଠି ପିଲାମାନେ ଟିକେ ଦୁର୍ବଳ ହେଇ ପଡ଼ନ୍ତି ଯେ କିଭଳି ଭାବରେ ଆମେ ବାକ୍ୟ ଗଠନ, ଇଏ ତ ହାଭ୍ ଅଛି, ହାଜ୍ ଅଛି, ଆମେ କିଭଳି ଭାବରେ ବାକ୍ୟ ଗଠନ କରିବୁ? ହାଭ୍ ଆଉ ହାଜ୍ ଦୁଇଟା ତ ସମାନ୍ତର ନେଇ ହେବ ନାହିଁ। ହାଭ୍ କାହା ପାଖରେ ବସିବ, ହାଜ୍ ମଧ୍ୟ କାହା ପାଖରେ ବସିବ। ତାକୁ ଆଗେ ଜ୍ଞାନ ପାଇବା ଦରକାର, ତାପରେ ଆମେ ତାକୁ ପ୍ରୟୋଗ କରିପାରିବା। ହାଭ୍ଟି ଆପଣମାନେ ସବଜେକ୍ଟ ଆଇ ପାଖରେ ବସେଇବେ, ଉଇ ପାଖରେ ବସେଇବେ, ୟୁ ପାଖରେ ବସେଇବେ, ଦେ ପାଖରେ ବସେଇବେ। ଆଉ ଯେଉଁ ହାଜ୍ ରହିଲା ହି, ସି, ଇଟ୍, ରାମ, ଦାମ, ଶ୍ୟାମ, ଏଇମାନଙ୍କ ପାଖରେ ହାଜ୍ ବସେଇବେ। ତାହେଲେ ଇଏ ହେଉଛି ଥାର୍ଡ ପର୍ସନ ପାଖରେ ହାଜ୍ ବସେଇବେ। କେବଳ ଥାର୍ଡ ପର୍ସନର ପୁରା ଦେଇକି ଦେ, ତା ପାଖରେ କେବଳ ହେଭ୍ ବସିବ, ହାଭ୍ ବସିବ। ନଚେତ୍ ଆଉ ହି, ସି, ଇଟ୍, ରାମ, ଦାମ, ଶ୍ୟାମ ଏମାନଙ୍କ ପାଖରେ ହାଜ୍ ବସେଇବେ। ଆଉ ଆଇ, ଉଇ, ୟୁ ପାଖରେ ହାଭ୍ ବସେଇବେ। କିନ୍ତୁ ଯେ ବସେଇବାଟା କଥା ହେଲା ବସେଇଦେବେ, କିନ୍ତୁ ହାଭ୍ଟା କେଉଁଭଳି ଭାବରେ କେଉଁ ଜାଗାରେ ବସିବ, କେଉଁ ବାକ୍ୟ ଭାବରେ ଏ ହାଭ୍ ଟିକେ ଆମେ ନେବା, ତାକୁ ମଧ୍ୟ ଜାଣିବା ଦରକାର। ବାକ୍ୟ ଗଠନ କରିବା ପାଇଁ ହେଲେ କେତୋଟି ଆକ୍ସନ୍ ରହୁଛି। ଯେମିତି ବି ମୁଁ କହିଥିଲି ପ୍ରେଜେଣ୍ଟ ସିମ୍ପୁଲରେ ଯେଉଁ ଆକ୍ସନ୍ ସବୁ, ପ୍ରେଜେଣ୍ଟ କଣ୍ଟିନ୍ୟୁରେ ଇମ୍ପରଫେକ୍ଟରେ କହିଥିଲେ ଆକ୍ସନ୍, ଇଏ ମଧ୍ୟ ଆକ୍ସନ୍ ରହିଛି। ଯେଉଁଠିକି ଆପଣମାନଙ୍କର ରହିଲା ହାଭ୍ଟି ବ୍ୟକ୍ତିଗତ ପସେସନ୍ ଭାର୍ବ, ପ୍ରସେସନ୍ ଉପରେ ଏମାନେ ବସିପାରିବେ, ହାଜ୍, ହାଭ୍ ବସିପାରିବେ।
ପସେସନ୍ ହଉ, ରିଲେକ୍ସନ୍ ସମ୍ପର୍କୀୟ ପ୍ଲସ୍ ଓନରସିପ୍। ଯେମିତି ବି ସବଜେକ୍ଟ ଅବଜେକ୍ଟ ଉପରେ ଅଧିକାର ଜାରି କରୁଥିବ କି ସମ୍ପର୍କ ତା ପାଖରେ ରହିଥିବ, ସେଇଭଳି ବାକ୍ୟ ଯଦି ଆପଣମାନେ ପାଇବେ ବା ସେଇଭଳି ବାକ୍ୟରେ ହାଭ୍ ଆହୁରି ହାଜ୍ ବସେଇବେ। ଯେମିତି ମୁଁ ଆଇ ହାଭ୍ 2 ସିଷ୍ଟର୍ସ, ମୋ 2ଟି ଭଉଣୀ ଅଛନ୍ତି। କାରଣ ଏଠି ଆଇ ହେଉଛି ସବଜେକ୍ଟ, ଅବଜେକ୍ଟ ହେଲା ସିଷ୍ଟର। ସିଷ୍ଟର ଆଇ ଦୁଇ ଜଣଙ୍କର ସମ୍ପର୍କ ରହୁଛି, ଯେଉଁଠିକି ଆଇ କହୁଛି ମୋର ଭଉଣୀ ବା ସିଷ୍ଟର। ଭାଇ ଭଉଣୀର ସମ୍ପର୍କ ଯେତେବେଳେ ରିଲେକ୍ସନ୍ ରହୁଛି ବା ଇଏ ଅଧିକାର ଜାରି କରୁଛି ସେ ମୋ ଭଉଣୀ ବୋଲି, ସେ ଜାଗା ପରେ ଆଇ ହାଭ୍ 2 sisters। You have cut your finger, ତମ ହାତ କଟିଗଲା, ତମ ହାତ କଟି ଯାଇଛି। ତେଣୁ ୟୁ ସହିତ ଫିଙ୍ଗର ବା ଆଙ୍ଗୁଲର ରିଲେକ୍ସନ୍ ବା ସମ୍ପର୍କ ରହୁଛି। They have a beautiful house, ସେମାନଙ୍କର ଗୋଟେ ସୌନ୍ଦର୍ଯ୍ୟ ଘର ଅଛି। ଘର ସହିତ ଯେଉଁ ହାଉସ୍ ସହିତ ଦେ ର ସମ୍ପର୍କ ରହୁଛି, ରିଲେକ୍ସନ୍ ମାନେ ତାପରେ ଅଧିକାର ଜାରି କରୁଛି, ଓନରସିପ୍ ଜାରି କରୁଛି। ଦେ ହାଭ୍ ଏ ବ୍ୟୁଟିଫୁଲ୍ ହାଉସ୍, ସେମାନଙ୍କର ଗୋଟେ ସୁନ୍ଦର ଘରଟିଏ ଅଛି। ତେଣୁ ଏଇ ଯେଉଁ ସମ୍ପର୍କ ବା ରିଲେକ୍ସନ୍ ବା ଓନରସିପ୍ ଜାରି କରୁଥିବା ଜାଗା ଉପରେ ଆପଣମାନେ ହାଭ୍ ବସେଇବେ। ହାଜ୍, ହି ହାଜ୍ ଏ ବାଇସାଇକେଲ, ତାର ଗୋଟେ ବାଇସାଇକେଲ ଅଛି। ସି ହାଭ୍ ଏ ଫ୍ରକ୍, ତାର ଗୋଟିଏ ଫ୍ରକ୍ ଅଛି। ଏଇ ଯେଉଁ ରିଲେକ୍ସନ୍ ବା ସମ୍ପର୍କ ଜାଗାରେ ଆପଣ ହାଭ୍ ହାଜ୍ ବସେଇବେ। କିନ୍ତୁ ଅନ୍ୟ ଜାଗାରେ ଯେମିତିକି ମୁଁ ଆପଣମାନଙ୍କୁ କହିଲି କ'ଣ, ଯେ ମୁଁ କାଲି କଟକ ଯାଇଛି, ଗୋଟେ ବାକ୍ୟ ଆପଣମାନଙ୍କୁ ମୁଁ କହିଲି କାଲି କଟକ ଯାଇଛି। ଯାଇଛି ଅର୍ଥ ହାଭ୍ ଲଗେଇବେ। ଆଇ, ମୁଁ, ହାଭ୍ ଯାଇଛି ଗୋ, ଗୋର ହେଉଛି ଥାର୍ଡ ପର୍ସନ ଗୋନ୍। ଆଇ ହାଭ୍ ଗନ୍ ଟୁ କଟକ ଏଷ୍ଟରଡେ। ଆପଣମାନେ କହିବେ ସୂତ୍ର ଅନୁଯାୟୀ ଧାରା, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ସୂତ୍ର ଉପରେ ଧାରା ଭୁଲ ହେଇଯିବ ଆଜ୍ଞା। କାରଣ ସେ କହୁଛି ହାଭ୍ ଆଉ ହାଜ୍ କେବଳ ପସେସନ୍ରେ ବା ଓନରସିପ୍ରେ ବା ରିଲେସନସିପ୍ରେ ଆପଣମାନେ ୟୁଜ୍ କରିବେ। ସବଜେକ୍ଟ ଆଉ ଅବଜେକ୍ଟ ଯଦି ରିଲେସନ୍ ଥାଏ ହାଭ୍ ହାଜ୍ ୟୁଜ୍ କରିବେ। କିନ୍ତୁ ଏଠି ନା ସବଜେକ୍ଟ ସହିତ ଅବଜେକ୍ଟ କିଛି ରିଲେସନ୍ ରହୁଛି କି? ରହୁନାହିଁ। ଏଠି ହେଉଛି ଆଇ ସବଜେକ୍ଟ, ଏଠି ଅବଜେକ୍ଟ ହେଲା ଏଷ୍ଟରଡେ। ତେଣୁ ଆଇ ସହିତ ଏଷ୍ଟରଡେରେ କୌଣସି ସମ୍ପର୍କ ନାହିଁ। ତେଣୁ ଏଠି ଆପଣମାନେ କ'ଣ କରିବେ ନା ଭାର୍ବ ସେକେଣ୍ଡ ଗୋ ୱେଣ୍ଟକୁ ଆପଣ ଆଣିବେ, ଯେଉଁଟାକି ଆପଣଙ୍କର ପାଷ୍ଟ ସିମ୍ପୁଲ ପ୍ରଥମ ବା ଫାଷ୍ଟ ମୂଳ। ଆଇ ୱେଣ୍ଟ ଟୁ କଟକ ଏଷ୍ଟରଡେ, ଗତକାଲି କଟକ ଯାଇଥିଲି ବା ଯାଇଛି। এইଭଳି କଥା ଆପଣମାନେ ଏଠି ଟିକେ ଧ୍ୟାନ ସେ ଯଦି ନ ରଖିବେ ତାହେଲେ ବାକ୍ୟ ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଭୁଲ ହେଇଯିବ। ଆପଣ ଜାଣିପାରିବେନି, ପିଲାମାନେ ବି ଜାଣିପାରନ୍ତିନି। ଏଇ ତ୍ରୁଟି ଯୋଗୁଁ ପିଲାମାନଙ୍କର ଇଂରାଜୀ କହିବା, ଲେଖିବା, ପଢ଼ିବା, ତାର ଅର୍ଥ ବାହାର କରିବା ସମ୍ପୂର୍ଣ୍ଣ ଭାବରେ କଷ୍ଟସାଧ୍ୟ ହେଇପଡ଼େ। କେବଳ ଏଇ ଟେନ୍ସର ସୂତ୍ର ଗୁଡ଼ିକୁ ବା ଧାରା ଗୁଡ଼ିକୁ ସେମାନଙ୍କୁ ତାଲିକା କ'ଣ ସେମାନେ ଜାଣିନାହାନ୍ତି।
ତେଣୁ ମୋର କହିବାର କଥା ପ୍ରେଜେଣ୍ଟ ଇମ୍ପରଫେକ୍ଟଟାକୁ ଯେତେବେଳେ ହାଫ୍ ହାଜ୍ ଇଲେକ୍ସନକୁ ଛାଡ଼ିଦେଲେ ଅନ୍ୟ ଯଦି କୌଣସି ସେଣ୍ଟେନ୍ସରେ ଆପଣମାନେ ୟୁଜ୍ କରୁଛନ୍ତି ତାହେଲେ ପାଷ୍ଟ ସିମ୍ପଲ୍ ଫର୍ମ ପାର୍ଟିସିପାଣ୍ଟ ୟୁଜ୍ କରନ୍ତୁ, ବାକ୍ୟଟି ଠିକ୍ ହେବ। ସେଠି ଆଇ ହାଭ୍ ଗନ୍ କଟକ ଯେତେବେଳେ ଭୁଲ ହେଲା ବା ଆଇ ୱେଣ୍ଟ ଟୁ କଟକ ଏଷ୍ଟରଡେ ହେଲା, ଏହାର କାରଣ ଆପଣମାନଙ୍କର ଯେତେବେଳେ ବାକ୍ୟ ଶେଷରେ ଏଷ୍ଟରଡେ ଥିବ, ଲାଷ୍ଟ ସଣ୍ଡେ, ଲାଷ୍ଟ ମଣ୍ଡେ, ଲାଷ୍ଟ ୱିକ୍, ଲାଷ୍ଟ ମନ୍ଥ, ଲାଷ୍ଟ ଇୟର୍, ଏଭଳି ବାକ୍ୟ ଯଦି ଆପଣମାନଙ୍କ ରହୁଛି ତାହେଲେ ଆପଣ କ'ଣ କରିବେ ନା ପାଷ୍ଟ ସିମ୍ପଲ୍ ପ୍ରୟୋଗ କରିବେ। ଇଲେକ୍ସନ ରହୁଥିବା ଜାଗା ଉପରେ ଆପଣମାନେ ସବୁବେଳେ ହାଜ୍ ୟୁଜ୍ କରିବେ। ଯେମିତି ଆଇ ହାଭ୍ ଭିଜିଟେଡ୍ ପୁରୀ ସୋ ମେନି ଟାଇମ୍, ମୁଁ ବରାବର ପୁରୀ ଯାଇଛି। ଆଇ ହାଭ୍ ଏଠି ବସିବାର କାରଣ ଆଇ ହାଭ୍ ଭିଜିଟେଡ୍ ପୁରୀ ସୋ ମେନି ଟାଇମ୍, ଏଠି ପୁରୀ ଏଠି ହାଫ୍ ବସିବାର କାରଣ ପୁରୀ ଆଉ ସବଜେକ୍ଟ, ଏ ସବଜେକ୍ଟ ହେଲା ଆଇ, ଅବଜେକ୍ଟ ହେଲା ପୁରୀ। ପୁରୀକୁ ସେ ବରାବର ଯାଉଛି, କର୍ମ ତାର ପୁରୀକୁ ଯିବାଟା କର୍ମ, ଅବଜେକ୍ଟ ପୁରୀ ହେଉଛି ଅବଜେକ୍ଟ। ତେଣୁ ପୁରୀ ସହିତ ଆଇର ସମ୍ପର୍କ ରିଲେସନ୍ ରହିଛି, ପୁରୀକି ବରାବର ଯାଉଛି, ଗୋଟେ ମାସ ଦିଥର ଯାଇପାରେ, ମାସ ଥରେ ଯାଇପାରେ। ତେଣୁ ସେ ଯିବାଟା ତାର କମ୍ପଲସରି, ସେ ଯାଉଛି ମାନେ ପୁରୀ ସହିତ ରିଲେସନ୍ ରହିଛି, ତା ଯାହା ହେଲେ କାମ ଥାଉ ନଥାଉ ସେ ପୁରୀ ଯିବ। ସେଇ ଜାଗା ଉପରେ ଆପଣମାନେ ଆଇ ହାଭ୍ ଭିଜିଟେଡ୍ ପୁରୀ ସୋ ମେନି ଟାଇମ୍ସ, এইଭଳି ଭାବରେ ଆପଣ ବାକ୍ୟ ଗଠନ କରନ୍ତୁ। ସୂତ୍ରକୁ ମନେ ରଖନ୍ତୁ। ଆଉ ଥରେ ବି ସୂତ୍ର ମୁଁ କହିଦେଉଛି, ସବଜେକ୍ଟ ପ୍ଲସ୍ ହାଜ୍ ହାଭ୍ ପ୍ଲସ୍ ହାଜ୍ ପ୍ଲସ୍ ଭି ଥାର୍ଡ ପ୍ଲସ୍ ଅବଜେକ୍ଟ। ସୂତ୍ରକୁ ମନେ ରଖନ୍ତୁ। ପ୍ରତ୍ୟେକ ଛାତ୍ରଛାତ୍ରୀ ଯେଉଁମାନେ ମୋ ଭିଡ଼ିଓ ଦେଖୁଛନ୍ତି, ଏ ସୂତ୍ର ଉପରେ ଆପଣମାନେ ବାକ୍ୟ ନିଜେ ଗଠନ କରିକି ଚେଷ୍ଟା କରନ୍ତୁ। ଯଦି ବି ଆପଣ କୌଣସି ପ୍ରୋବ୍ଲେମ୍ ହେଉଛି ଆପଣମାନଙ୍କର ଶୈଳୀ, ଲେଖିବା ଶୈଳୀ, ମୋତେ କମେଣ୍ଟ ମାଧ୍ୟମ ଯୋଗାଯୋଗ କରନ୍ତୁ, ମୁଁ ଆପଣମାନଙ୍କୁ ବତେଇଦେବି, କହିଦେବି। ସମ୍ପୂର୍ଣ୍ଣ ଭାବରେ ଇଂରାଜୀ ଗ୍ରାମାର, ଇଂରାଜୀରେ ଯେତେ ପ୍ରକାର ଗ୍ରାମାର ରହିଛି, ପ୍ରତ୍ୟେକ ଉଚ୍ଚାରଣ, ପ୍ରତ୍ୟେକ ଗ୍ରାମାରର ପ୍ରତ୍ୟେକ ପାର୍ଟ ମୋ ଭିଡ଼ିଓକୁ ମୁଁ ଆଣିବି ଆଜ୍ଞା। ତେଣୁ ମୋ ଭିଡ଼ିଓ ଯେଉଁମାନେ ଦେଖୁଛ, ଯେଉଁ ଛାତ୍ରଛାତ୍ରୀମାନେ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। କାରଣ ମୁଁ ରଙ୍ଗ ବେରଙ୍ଗର ଭିଡ଼ିଓ ଆଣୁନାହିଁ, ନାଚ ଗୀତ କମେଡ଼ି ଯେ ମୁଁ ରଙ୍ଗ ବେରଙ୍ଗର ଆଣିନେଇ, ସୌନ୍ଦର୍ଯ୍ୟ ଭିଡ଼ିଓ ମୁଁ ରଖିନେଇ। ମୁଁ କେବଳ ମୋର ଲକ୍ଷ୍ୟ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପାଖରେ ମୋ ଶିକ୍ଷା ପ୍ରଦାନ କରିବା ହେଉଛି ମୋର ପ୍ରଥମ ଲକ୍ଷ୍ୟ। ତେଣୁ ଏକକାଳୀନ ସାରା ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ମୁଁ ଶିକ୍ଷା ପ୍ରଦାନ କେବେ ଦେଇପାରିବି ନାହିଁ ବୋଲି ଆଜି ସୋସିଆଲ ମିଡ଼ିଆରେ ଆସିଛି। ମୋ ବନ୍ଧୁମାନଙ୍କ ମାଧ୍ୟମରେ ମୁଁ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ପାଖରେ ମୋ ଶିକ୍ଷାକୁ ପହଞ୍ଚାଇବି। ମୋ ପାଖରେ ଯେତିକି ଜ୍ଞାନ ଅଛି ସେ ଜ୍ଞାନକୁ ମୁଁ ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ପାଖରେ ମୋ ଭିଡ଼ିଓ ପହଞ୍ଚାଇବା ପାଇଁ ମୋର ଇଚ୍ଛା ପ୍ରକାଶ କରି ଆଜି ସୋସିଆଲ ମିଡ଼ିଆକୁ ଆସିଛି। ଯାହା ମୋର ଚ୍ୟାନେଲରେ ଜଡ଼ିତ ପ୍ରତ୍ୟେକ ବନ୍ଧୁମାନେ ମୋତେ ସାହାଯ୍ୟ କରନ୍ତୁ। ଆପଣମାନଙ୍କ ଲାଇକ୍ କମେଣ୍ଟ କରିବା, ଆପଣଙ୍କର ମତାମତ ଆପଣ ଜାହିର କରିବେ, ମୁଁ ସେ ବାବଦରେ କିଛି କହିପାରୁନାହିଁ। କିନ୍ତୁ ମୋର ଆପଣମାନଙ୍କୁ ବିଶେଷ ଅନୁରୋଧ, ଯେଉଁମାନେ ମୋ ଭିଡ଼ିଓ ଦେଖୁଛନ୍ତି, ଆପଣ ପିଲାଙ୍କୁ ଦେଖନ୍ତୁ ତଥା ଅନ୍ୟ ପିଲାଟି ଜାଣିବା ପାଇଁ ମୋ ଭିଡ଼ିଓଟିକୁ ଟିକେ ସେୟାର କରନ୍ତୁ। ଯଦି ଆପଣମାନେ କୌଣସି ବାବଦରେ କିଛି ବୁଝିପାରୁନାହାନ୍ତି, କୌଣସି ଅସୁବିଧା ହେଉଛି, କମେଣ୍ଟ ମାଧ୍ୟମରେ ମୋତେ ମତାମତ ରଖନ୍ତୁ। ମୁଁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବୁଝେଇଦେବି।
କହିବି। ଆଉ ଇଂରାଜୀ ଗ୍ରାମାର ସମ୍ପୂର୍ଣ୍ଣ ଗ୍ରାମାର, ଏମିତିକି ଆପଣ ଅପୋଜିଟ୍ ଶବ୍ଦ ପାଖରୁ ଆରମ୍ଭ କରି ଆପଣଙ୍କର ଆକ୍ଟିଭ୍ ଭଏସ୍, ଇନଡାଇରେକ୍ଟ ସ୍ପିଚ୍, ଟୋଟାଲ ମୁଁ ଆପଣମାନଙ୍କୁ ଏଠି ପ୍ରଦାନ କରିବି ମୋ ଚ୍ୟାନେଲ୍ ମାଧ୍ୟମରେ, ଯେଉଁଠିକି ଆପଣମାନଙ୍କର ଇଂରାଜୀରେ କୌଣସି ପ୍ରୋବ୍ଲେମ୍ ହେବ ନାହିଁ। ଲେଖିବା, କହିବା, ପଢ଼ିବା ସମ୍ପୂର୍ଣ୍ଣ ଭାବରେ ଆପଣ ଯେମିତି ନଲେଜ ପାଇବେ, ସେଥିପାଇଁ ମୁଁ ଆସିଛି ସୋସିଆଲ ମିଡ଼ିଆକୁ ମୋର ଶିକ୍ଷା ପ୍ରଦାନ କରିବା ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ। ଯିଏ ମୋ ଭିଡ଼ିଓ ଦେଖୁଛନ୍ତି ସେ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ମୁଁ ଅନୁରୋଧ କରୁଛି। ଆଉ ମୋର ବନ୍ଧୁ ଯେଉଁମାନେ ଦେଖୁଛ ସେମାନେ ମଧ୍ୟ ମୋ ଭିଡ଼ିଓକୁ ସେୟାର କରନ୍ତୁ। ରହୁଛି, ନମସ୍କାର।